पढ़ा आशीर्वाद कर गौरवान्वित हो जीशु नाम निवेदन मागुछु पिता। प्रश्न उठेला पर साइड जाए हम धन्य हो जेकोसी उत्तम कर्म परमेश्वर द्वारा हुए ताठारू सबठारू यही कर्म गोटे स्वतंत्र शास्त्रीय कर्म जे परमेश्वर निजे आदम हवा को एक करथिले कहार माध्यम से जहाँ फल माथ्यू 19 पर्व 1 ରୁ 4 पदरे लेखा से एक कले उभय को किंतु आज मैं कहबी प्रिय प्रभु दास दासी माने भाई भाई माने विवाह गोटे बंधन पर मैं कहवाक चाहूँगी अल्प समय परमेश्वर लोक मान बंधन रखी बांधती बंधन सब भितर बहुत प्रकार बंधन अच्छी उदाहरण स्वरूप तापर स्वामी स्त्री बंधन को आधार कर आलोचना करवा उदाहरण स्वरूप कौन तंबू जिते ठिया से दौड़ी बंधा जीव गणना 3 पर्वर 25 ରୁ 26 पदर लिखा अच्छे गोटे रज्जु स्वतंत्र तैयारी टेंट को बांधा प्रिय भाई मैंने परमेश्वर तंबू को बांधा दौड़ी गोटे स्वतंत्र दौड़ी अटे केवल ताहे 118 गीतर 26-27 पदरे बलि की बंधा जाऊ जेणु बलि की बांध बोली से लिखाई जहाँ फल आदि पुस्तक 22 पर्व 9 पदरे अब्राहम पुत्र को बांधिले प्रेज द लॉर्ड बांधिले बांधी बेदी रे ओके जेकोसी गोटे बंधन परमेश्वर छड़ा विश्वासी मानकर बंधन को शुणु उदाहरण में एफिसी 4 पर्वर 10-11 पदरे से बंदी मानू को बंदी करी नहीं गए गोटे बंधन फिटाइले आ गोटे बंधन रे बांधिले परमेश्वर समस्त दास दासी विश्वासी विश्वासिनी गोटे प्रकार बंदी कहार बंदी आम ईश्वर बंदी ए बंधन परमेश्वर लोक मान बांधती से एफिसी 3 पर्वर 4 पर्वर 1 रे 2 प्रकार कथा आप देखिए जे पाउल कहले प्रभु हेतु बंदी ए 4 पर्वर 1 आउ प्रभु रे बंदी हूँ 3 पर्वर 1 प्रभु हेतु जेल रे जीवा ए प्रभु हेतु बंदी किंतु प्रभु रे बंदी हूँ नियम भितर आदेश भितर तेणु शुणु से बंधन मध्य स्वामी स्त्री सम्मिलन विवाह गोटे बंधन भिन्न भिन्न प्रकार बंधन को अल्प टे कह जदि पारे पढ़ी पारे जिहिजिकल 4 पर्वर 8 पदरे मानिबा गोटे बंधन अच्छी जेते कष्ट हेले मानिब ए बंधन गोटे अच्छी पढ़ी देख आम तुमको रजुरे बांधुछु अवरोधन दिन समाप्त न करबा पर्यंत पार्श्व परिवर्तन करि परिबो नाही 390 दिन पर्यंत गोटे पार्श्व कर परिवर्तन न करी शोइबा जिहि जगम को मानक बंधन बांधिले प्रिय भाई मैंने जेबे परमेश्वर न बांधती आमे स्थिर अटल रही पारिबा प्रभु लोक बंधन निहाती प्रभु बंधन
ଆଉ ଯଦି ବନ୍ଧନ ନାହିଁ ଷଣ୍ଢକୁ ହିଁ ବନ୍ଧନ ନାହିଁ। ଚାଷ ଗୋରୁ ପୋଷା ଗୋରୁକୁ ବନ୍ଧନ ଅଛି, ପୋଷା କୁକୁରକୁ ବନ୍ଧନ ଅଛି, ବେଲ୍ଟ ଅଛି, ଆଉ ବୁଲା କୁକୁରକୁ ନାହିଁ। ଯୋଉ ଖ୍ରୀଷ୍ଟିଆନ ବୁଲା ଷଣ୍ଢ ତାକୁ କୌଣସି ବନ୍ଧନ ନାହିଁ, କିନ୍ତୁ ପ୍ରଭୁଙ୍କ ଲୋକଙ୍କୁ ବନ୍ଧନ ଅଛି। ଆମେ ଗୋଟିଏ ଗୋଟିଏ ସମସ୍ତେ ସ୍ୱାମୀ ସ୍ତ୍ରୀ ଭାବରେ ପାରିବାରିକ ଭାବରେ ସ୍ୱାମୀ ସ୍ତ୍ରୀ ସଙ୍ଗରେ ଆଉ ବନ୍ଦୀ ଓ ଈଶ୍ୱରଙ୍କର ଜଣେ ବନ୍ଦୀ। ସବୁ ଆମେ ନିୟମ ଭିତରେ ପାଦ ପକେଇଲେ ନିୟମ ଭିତରେ ଆଗକୁ ଗଲେ ନିୟମ ଭିତରେ ବାକ୍ୟ ଭିତରେ ଦୌଡ଼ି ଭିତରେ ନିହାତି ରହିବାକୁ ପଡିବ। ଆଉ ପଢନ୍ତୁ ହୋଶିଆ 11 ପର୍ବର 3-4 କୋଉ ବନ୍ଧନ ଶୁଣନ୍ତୁ ଦୟାକରି। ଆଉ 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 ଶୁଣନ୍ତୁ ମନୁଷ୍ୟର ବନ୍ଧନୀ। ବେଶ ପ୍ରିୟ ଭାଇ ଭଉଣୀ ମାନେ ପରମେଶ୍ୱର ତାଙ୍କ ଲାଗି ବାନ୍ଧିବା ପାଇଁ ଗୋଟେ ବନ୍ଧନ ରଖିଛନ୍ତି, ତାହା ହଉଛି ପ୍ରେମର ରଜ୍ଜୁ, ପ୍ରେମର ଦଉଡ଼ି। ଯେତେବେଳେ ସେ ବାନ୍ଧନ୍ତି କାହାକୁ ତାଙ୍କ ଲୋକ କରିବା ପାଇଁ, ତାଙ୍କର ପ୍ରିୟ କରିବା ପାଇଁ, କେହି ଫିଟାଇ ପାରିବେ ନାହିଁ, କେହି ଛିଣ୍ଡାଇ ପାରିବେ ନାହିଁ। ପ୍ରଭୁଙ୍କ ଗୌରବ ନାମ ଧନ୍ୟ ହଉ। ତାକୁ ପୁଣି କୁହାଯାଏ ଜିହିଜିକଲ 20 ପର୍ବର 37 ପଦ କୋ ବନ୍ଧନ ଶୁଣନ୍ତୁ। ପ୍ରେଜ୍ ଦ ଲର୍ଡ। ପାଞ୍ଚଣ ତଳେ ଗମନ କରାଇବା ବେଶ ନିୟମ ରୂପ ବନ୍ଧନ। ପ୍ରିୟ ଭାଇ ଏବଂ ଭଉଣୀ ମାନେ ବର କନ୍ୟା ଆମେ ପରମେଶ୍ୱରଙ୍କର ରଜ୍ଜୁରେ ବନ୍ଧା, ଆଉ ଏମାନେ ରଜ୍ଜୁରେ ବନ୍ଧା ସ୍ୱାମୀ ସ୍ତ୍ରୀ ଭାବରେ। ଆଉ ସେହି ରଜ୍ଜୁ ପ୍ରେମର ରଜ୍ଜୁ, ସେହି ରଜ୍ଜୁ ନିୟମର ରଜ୍ଜୁ। ନିୟମର ରଜ୍ଜୁ କେବେ ଆମେ ଭାଙ୍ଗି ପାରିବା ନାହିଁ। ତେଣୁ ଏଇ ରଜ୍ଜୁକୁ ମୁଁ ଅଳ୍ପ ଟିକେ ବ୍ୟାଖ୍ୟା କରିବି। ଆମେ ସମସ୍ତେ ପରମେଶ୍ୱରଙ୍କର ଗୋଟେ ଗୋଟେ ବନ୍ଦୀ। ତାକୁ କୁହାଯାଏ କଲୋସି 3 ପର୍ବର 17। ଜୟ ପ୍ରଭୁ। ତାପରେ 17 12 12 ରୁ 14 ଟିକେ। ପରସ୍ପର ପ୍ରତି ସ୍ନେହଶୀଳ ହୁଅ, ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ ତେବେ ଏକ କ୍ଷମା କର। ପ୍ରଭୁ ଯେପରି ତୁମମାନଙ୍କୁ କ୍ଷମା କରିଅଛନ୍ତି ତୁମେମାନେ ମଧ୍ୟ ସେହିପରି କର। ଆଉ ଏ ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ଶୀତ ଅବସ୍ଥାର ବନ୍ଧନ ସ୍ୱରୂପ। ଯାହାର ବିରୁଦ୍ଧରେ କାହାର କିଛି କଥା ଥିଲେ ତାହା ଛାଡ଼ିବାକୁ ପଡ଼ିବ ପ୍ରଭୁଙ୍କର ବନ୍ଦୀ। ଯଦି ଛାଡ଼ି ପାରୁନାହୁଁ ପ୍ରଭୁ ଆପଣଙ୍କୁ ବାନ୍ଧି ନାହାନ୍ତି, ଆପଣ ବୁଲା ଷଣ୍ଢ। ତେଣୁ ଜଣକ ବିରୁଦ୍ଧରେ ଜଣେ କ୍ରୋଧ ବିବାଦ ରଖିଥିବେ, ଛାଡ଼ିବାର ଅଛି। ତେଣୁ ପ୍ରେମ ସିଦ୍ଧ ଅବସ୍ଥାର ବନ୍ଧନ। ଏଫେସୀ 4 ପର୍ବର 3 ପଦ ଆଉ ଗୋଟେ ବନ୍ଧନ। ପ୍ରେଜ୍ ଦ ଲର୍ଡ। ଶାନ୍ତି ରୂପ ବନ୍ଧନରେ ବନ୍ଦୀ ହୋଇ ଆତ୍ମାଙ୍କର ଐକ୍ୟ ଜଣେ ଯଦି ରକ୍ଷା କରିବାକୁ ଚାହେଁ, ସବୁବେଳେ ଖୁସିରେ ରହିବାର ଅଛି, ସବୁବେଳେ ଶାନ୍ତିରେ ରହିବାର ଅଛି, ସବୁବେଳେ ମୁହଁରେ ଜଣା ପଡିବାର ଅଛି ଖୁସି ଶାନ୍ତି ଆଉ ଆନନ୍ଦ ଶକ୍ତି ମୁହଁରୁ ଚେହେରାରୁ ଜଣା ପଡିବାର ଅଛି। ଏହା ହଉଛି ଆତ୍ମାଙ୍କର ଐକ୍ୟତା। ମୁଁ ଓରାଲି ଗୋଟେ କଥା କହିବି, ଏଫେସୀ 6 ପର୍ବର 17-18 ସତ୍ୟତାର କଟି ବନ୍ଧନ। ପ୍ରଭୁ ସତ୍ୟର କଟି ବନ୍ଧନ ତାଙ୍କ ଲୋକମାନଙ୍କୁ ବାନ୍ଧି ଛାଡ଼ିଛନ୍ତି। କଟିବନ୍ଧାର ମର୍ମ ତ ଜାଣନ୍ତି ଆପଣମାନେ। ଯେତେବେଳେ ବର୍ଷା ଆସିବ ବୋଲି ଆହବକୁ ଛାଡ଼ିଲେ ଏଲିୟ ତା
ତାପରେ ଏଲିଓ ଧାଇ ଧାଇ ଆହବର ଆଗକୁ ଯାଇ କଣ କେମିତି ଧାଇଲେ? କଟିବନ୍ଧନ କରି ଧାଇଲେ। କଟିବନ୍ଧନ, ସତ୍ୟତାର କଟିବନ୍ଧନ, ଯଥାର୍ଥର କଟିବନ୍ଧନ ଯେତେବେଳେ ପରମେଶ୍ୱରଙ୍କ ଲୋକ ବାନ୍ଧି ଥାଏ, ସେ ଶକ୍ତିଯୁକ୍ତ ଧାଇଁ ପାରିବ ଆଗକୁ, ଯେତେ ଲୋକ ମଧ୍ୟ ଯାଇପାରିବ। ସେହି ବନ୍ଧନରେ ପ୍ରଭୁ ଏହି ବରକନ୍ୟାଙ୍କୁ ବାନ୍ଧନ୍ତି। ସେ ବନ୍ଧନ କେହି ନ ଛିଣ୍ଡାନ୍ତୁ, ପରମେଶ୍ୱର ଦୃଢ଼ କରି ବାନ୍ଧନ୍ତୁ। ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା। ସର୍ବଶକ୍ତିମାନ ପ୍ରଭୁ, ମୋ ଗୌରବ ନାମ ଧନ୍ୟ ହୁଅ। ତୁମ ଯୋଜନା, ତୁମ ସଂକଳ୍ପ ଅନ୍ୟତ। ଆଜି ବନସି ପାଣିକୁ ଝିଅଙ୍କୁ ବିବାହ ଦେବାକୁ ଯାଇ, ବିବାହ ବନ୍ଧନରେ ବାନ୍ଧିବାକୁ ଯାଇ ଏହି ସମୟ ଦେଇଥିବାରୁ ତୁମକୁ ଧନ୍ୟବାଦ ଦେଉଛି। ସେମାନଙ୍କୁ ସମର୍ପଣ କରୁଛୁ। ତୁମ ଦାସଙ୍କୁ ସମର୍ପଣ ବାନ୍ଧିବେ ତୁମ ନିମନ୍ତେ। ଏହି ବିବାହ କାର୍ଯ୍ୟ, ଏହି ସମ୍ପର୍କ ଦୃଢ଼, ସ୍ଥିର, ଅଟଳ ଏବଂ ଆଶୀର୍ବାଦର ସମ୍ପର୍କ ହେଉ। ବୈବାହିକ ଜୀବନଯାପନ କରିବାରେ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି।